ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ପରେ ବର୍ତ୍ତମାନ ବିବାଦ ଘନେଇଛି। ସାଧାରଣରେ ଆଲୋଚନା ହେଉଛି ସରକାର ଯଦି ପଲ୍ୟୁସନ ବାବଦକୁ ଶହ ଶହ କୋଟି ଟଙ୍କା ନେଉଛନ୍ତି, ଆମେ ରାସ୍ତାରେ ଗଲେ ଆମ ପାଖରୁ ଟ୍ୟାକ୍ସ ନେଉଛନ୍ତି ସରକାର ପ୍ରତିଦିନ ଟୋଲ ଗେଟ୍ରେ ଟ୍ୟାକ୍ସ ଆଦାୟ କରୁଛନ୍ତି। ତାହେଲେ ଦୁର୍ଘଟଣା ରାସ୍ତାରେ ଯଦି ବାଲି ପଡ଼ି ଦୁର୍ଘଟଣା ହୁଏ, ରାସ୍ତା ଖରାପ ପାଇଁ ଯଦି ଦୁର୍ଘଟଣା ହୁଏ, ତା ପାଇଁ ସରକାର ଦାୟୀ ରହିବା ଆବଶ୍ୟକ ଅଛି। ଏଭଳି ଏକ ଘଟଣା ଦର୍ଶକ ବନ୍ଧୁ ଘଟିଛି ପିପିଲି ମଙ୍ଗଳପୁର ନିକଟରେ। ଗତକାଲି ଦୁଇ ଜଣ ମହିଳା ବାଇକ୍ ନେଇ ଯାଉଥିବା ସମୟରେ ଯେ ରାସ୍ତା ମଝିରେ କିଛି ବାଲି କୁଡ଼ ହୋଇଥିଲା, ଯାହା ଫଳରେ ସେ ବାଲିରେ ସ୍କୁଟି ପଶିଯିବାରୁ ଭାରସାମ୍ୟ ହରାଇ ଦୁଇ ଜଣ ମହିଳା ଘଟଣାସ୍ଥଳରେ ପଡ଼ି ଯାଇଥିଲେ। ପଛପଟୁ ଆସୁଥିବା ଏକ ବସ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଓଡ଼ିଶାର ପ୍ରତି ଜିଲ୍ଲାରେ ହଜାର ହଜାର ଟ୍ରିପ୍ ବେଆଇନ ଭାବେ ବାଲି ଚାଲାଣ ହେଉଛି। ଅନେକ ଜାଗାରେ ପଥର ମଧ୍ୟ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି, କିନ୍ତୁ ପ୍ରଶାସନ କିଛି କରିପାରୁନି। ନୀରବ ଦ୍ରଷ୍ଟା ସାଜିଛନ୍ତି ନେତାମାନେ, ସବୁ ଜାଣି ନ ଜାଣିବାର ଅଭିନୟ କରୁଛନ୍ତି। ତେବେ ଯୋଉ ଘଟଣା ଘଟିଛି ଦୁଇ ଜଣ ମହିଳାଙ୍କ ମଧ୍ୟରୁ ଜଣେ ସାମ୍ବାଦିକା ଅଛନ୍ତି ଯେ ଖାଲି ହୁଇପ୍ ଜାରି କରି ଲୋକଙ୍କ କତରୁ ଚାବୁକ ମାଡ଼ କରି ଲୋକଙ୍କୁ ଡରେଇ ସାଧାରଣ ଲୋକଙ୍କୁ ଅଡୁଆରେ ପକେଇ କୋଟି କୋଟି ଟଙ୍କା ଆଦାୟ କରିବା, ଏ ବ୍ୟବସ୍ଥାରୁ ସରକାର ଦୂରେଇ ରୁହନ୍ତୁ। ଯେ କୌଣସି ବିଧି ବ୍ୟବସ୍ଥା ତିଆରି କରି ସାଧାରଣ ଲୋକଙ୍କ ଉପରେ ଚଢ଼ଉ କରାଯାଉ। ସରକାର ବର୍ତ୍ତମାନ କହିବେ କି ଯୋଉ ମହିଳା ଦୁଇ ଜଣ ଆଜି ମରିଗଲେ ତାଙ୍କ ପରିବାରକୁ କେତେ କୋଟି ଟଙ୍କା ଏମାନେ କ୍ଷତିପୂରଣ ଦେବେ? ତ ସେମାନେ କଣ ଦୋଷ କରିଥିଲେ?